ବହୁତ ଦିନ ତଳର କଥା। ଯାଜପୁର ଜିଲ୍ଲା ଗୋଟେ ଗାଁରେ ଗୋଟେ ବୁଢ଼ା ବୁଢ଼ୀ ଆଉ ତାର 2 ପୁଅ ରହୁଥିଲେ। ଦିନେ ବୁଢ଼ା ହାଟରୁ ଗୋଟେ ଛେଳିଟେ କିଣି ଘରକୁ ନେଇକି ଆସିଲା। ବୁଢ଼ା ଅତି ଶ୍ରଦ୍ଧାରେ ତା ନାଁ ଝୁମୁରି ଦେଲା। ସେ ତା ବଡ଼ ପୁଅ ରଘୁକୁ ଛେଳି ଚରେଇବାକୁ ପଠେଇଲା ଜଙ୍ଗଲକୁ। ରଘୁ ଜଙ୍ଗଲକୁ ଛେଳିକି ନେଇକି ଗଲା। ଛେଳି ବଡ଼ ଆନନ୍ଦରେ ଘାସ ଚରିବାକୁ ଲାଗିଲା। ଶୋଷ ଲାଗିବାରୁ ପାଖରେ ଥିବା ପୋଖରୀରେ ପାଣି ପିଇଲା। ଆଉ ପାଣି ପିଇ ସାରି ପାଖରେ ଥିବା ଗଛ ମୂଳରେ ଯାଇ ବିଶ୍ରାମ ନେଲେ। ସନ୍ଧ୍ୟାରେ ବୁଢ଼ାର ବଡ଼ ପୁଅ ରଘୁ ଛେଳିକି ଧରି ଘରକୁ ଫେରିବାକୁ ଲାଗିଲା। ଛେଳିକୁ ନେଇ ଘରକୁ ଆସି ଦେଖେ ତ ବୁଢ଼ା ବୁଢ଼ୀ ଛେଳି ଝୁମୁରିକି ଅପେକ୍ଷା କରି ବାହାର ଦୁଆର ମୁହଁରେ ଠିଆ ହୋଇଛନ୍ତି। ଝୁମୁରି ଆସି ଘରେ ପହଞ୍ଚିବାରୁ ସାଙ୍ଗେ ସାଙ୍ଗେ ବୁଢ଼ା ଝୁମୁରିକି ପଚାରିଲା, ଆରେ ଝୁମୁରି, ତୁ ଯାଇଥିଲୁ ଜଙ୍ଗଲକୁ ଚରିବାକୁ, ତୁ ଭଲରେ ଚରିକି ଆସିଲୁ ତ? ଆଉ କହିଲୁ ଦେଖିଆ କ'ଣ ଖିଆପିଆ କଲୁ? ଆଉ ଛେଳି ଝୁମୁରି ବଡ଼ ଚାଲାକର ସହ କହିଲା, ମୁଁ କିଛି ଖାଇନି କି କିଛି ପିଇନି। ଗଛ ମୂଳରେ ଡେଉଁ ଡେଉଁ ଗୋଟେ ପତରଟେ ଦେଖିଲି। ପତରଟିକୁ ଖାଇଲି। ବାଟରେ ଆସୁ ଆସୁ ଗୋଟେ ପୋଖରୀଟେ ଦେଖିଲି। ପାଣି ଟୋପାଟେ ପିଇକି ଆସିଲି। ଆଉ କିଛି ବି ଖାଇନି ମୁଁ। ବୁଢ଼ା ଏଇ କଥା ଶୁଣି ବଡ଼ ପୁଅ ରଘୁ ଉପରେ ଭୀଷଣ ରାଗିଗଲା। ରାଗି ରଘୁକୁ ଘରୁ ବାହାର କରିଦେଲା। ରଘୁ ସେଠାରୁ ମନ ଦୁଃଖରେ ପଳେଇଗଲା। ପୁଣି ତା ପରଦିନ ସକାଳ ହେଲା। ପୁଣି ବୁଢ଼ା ତା ସାନ ପୁଅ ସନାକୁ କହିଲା ଛେଳି ଚରେଇବାକୁ ଜଙ୍ଗଲକୁ ନେଇକି ଯିବାକୁ। ସନା ଛେଳି ଚରେଇବାକୁ ନେଇକି ଗଲା ଜଙ୍ଗଲକୁ। ସେମିତି ଛେଳି ଚରିଲା, ଛନଛନିଆ ଘାସ ଖାଇଲା। ଖାଇ ଗଛ ମୂଳରେ ଟିକେ ବିଶ୍ରାମ ନେଲା। ବିଶ୍ରାମ ନେଇସାରି ଘରକୁ ଫେରିଲା ବାଟରେ ପୋଖରୀରୁ କିଛି ପାଣି ପିଇ ସନ୍ଧ୍ୟା ହେଲାଠୁ ଘରକୁ ଫେରିବାକୁ ଲାଗିଲା। ଘରକୁ ଆସି ଦେଖେ ତ ଠିକ୍ ସେଦିନ ପରି ବୁଢ଼ା ଆଉ ତା ବୁଢ଼ୀ ମିଶି ତା ଝୁମୁରି ଛେଳିକୁ ଅପେକ୍ଷା କରିଛନ୍ତି। ସାନ ପୁଅ ସନା ଝୁମୁରିକି ଆଣି ଘରେ ପହଞ୍ଚିଲା। ପୂର୍ବଦିନ ପରି ବୁଢ଼ା ପଚାରିଲା ଛେଳିକି, ତୁ କ'ଣ ଖାଇଲୁ କହିଲୁ ଦେଖିଆ ଝୁମୁରି? ଆଜି ତୁ ଭଲରେ ଖାଇଲୁ ନା ନାହିଁ? ଝୁମୁରି ଛେଳି ପୂର୍ବ ପରି ପୁଣି ଚାଲାକରେ କହିଲା, ମୁଁ କିଛି ବି ଖାଇନି। ଗୋଟେ ଗଛ ମୂଳେ ଚରୁ ଚରୁ ଗୋଟେ ପତରଟେ ଦେଖିଲି। ସେଇ ପତରଟିକୁ ଖାଇଲି। ଆଉ ବାଟରେ ଫେରୁ ଫେରୁ ଗୋଟେ ପୋଖରୀରୁ ଟୋପାଏ ପାଣି ପିଇ ଘରକୁ ଆସିଲି। ଝୁମୁରି ଛେଳି କଥା ଶୁଣି ବୁଢ଼ା ରାଗି ସାନ ପୁଅକୁ ବି ଘରୁ ତଡ଼ିଦେଲା। ପୁଣି ତା ପରଦିନ ସକାଳ ହେଲା। ବୁଢ଼ୀ ଛେଳିକୁ ଧରି ଜଙ୍ଗଲକୁ ଚରିବାକୁ ଗଲା। ପୁଣି ପୂର୍ବ ପରି ଛେଳି ବଡ଼ ଆନନ୍ଦରେ ଘାସ ଖାଇଲା। ଘାସ ଖାଇ ପାଣି ପିଇ ଗଛ ମୂଳରେ ବିଶ୍ରାମ ନେଲା। ଯେମିତି ସନ୍ଧ୍ୟା ହେଲା ବୁଢ଼ୀ ଛେଳିକି ଧରି ଘରକୁ ଫେରିଲା। ଘରକୁ ଫେରିଲା ବେଳକୁ ବୁଢ଼ା ଜଗି ଠିଆ ହୋଇଥାଏ ଝୁମୁରି ଛେଳିକୁ। ଆଉ ଛେଳି ଫେରିବା ମାତ୍ରେ ସଙ୍ଗେ ସଙ୍ଗେ ପଚାରିଲା, ଆରେ ଝୁମୁରି, କହିଲୁ ଦେଖିଆ ତୁ ଆଜି କ'ଣ ଖାଇଲୁ? ଭଲରେ ଚରିକି ଆସିଛୁ ନା ନାହିଁ? ନା ପୂର୍ବ ପରି ଖାଇକି ଆସିନୁ? ମନ୍ଦା ଛେଳିର ପ୍ରକୃତି ମିଛ କହିବା। ମନ୍ଦା ଛେଳି ପୂର୍ବ ପରି ସେଇ ଏକା କଥା ହିଁ କହିଲା। ଆଉ ବୁଢ଼ା ରାଗି ବୁଢ଼ୀକୁ ବି ଘରୁ ତଡ଼ିଦେଲା। ଏବେ ବୁଢ଼ା ପାଖରେ ମନ୍ଦା ଛେଳି ଛଡ଼ା ଆଉ କେହି ବି ରହିଲେ ନାହିଁ। ବିଚରା ବୁଢ଼ା ତା ପରଦିନ ସକାଳୁ ଝୁମୁରି ଛେଳିକି ଧରି ଚରିବାକୁ ଜଙ୍ଗଲକୁ ନେଇକି ଗଲା। ଛେଳିଟି ସବୁଦିନ ଭଳି ବଡ଼ ଆନନ୍ଦରେ ଘାସ ଖାଇବାକୁ ଲାଗିଲା। ଘାସ ଖାଇ ପାଖ ପୋଖରୀଟିରୁ ପାଣି ପିଇ ଘରକୁ ଫେରିବାକୁ ଲାଗିଲା। ଘରକୁ ଫେରିଲା ପରେ ବୁଢ଼ା ପଚାରିଲା, କହିଲୁ ଦେଖିଆ ଝୁମୁରି, ତୁ ଆଜି କ'ଣ ଖାଇଲୁ? ତୁ ଭଲରେ ଚରିକି ଆସିଛୁ ନା ଆସିନୁ? ଛେଳିଟି ପୂର୍ବ ପରି ବୁଢ଼ାକୁ ମଧ୍ୟ ମିଛ କହିଲା। ମୁଁ କିଛି ଖାଇନି କି କିଛି ପିଇନି। ଗଛ ପାଖରେ ଡେଇଁ ଡେଉଁ ଗୋଟେ ପତରଟେ ଦେଖିଲି। ଖାଇ ତା ଗୋଟେ ପୋଖରୀଟେ ଦେଖିଲି। ତର ତର ହୋଇ ପାଣି ପିଇ
ସେଠୁ ପଳେଇ ଆସିଲି। ଏତିକି ଖାଇଛି, ଏତିକି ପିଇଛି। ବୁଢ଼ାର ପୁରା ମୁଣ୍ଡ ଗୋଲ। ବୁଢ଼ା ଜାଣିପାଇଲା ଯେ ଇଏ ହେଉଛି ମିଛୁଆ ଛେଳି। ସିଏ ସାଙ୍ଗେ ସାଙ୍ଗେ ଛେଳିକୁ ଘରୁ ବାହାର କରିଦେଲା। ତାପରେ ବୁଢ଼ା ତା ସ୍ତ୍ରୀ ଆଉ ତା 2 ପୁଅକୁ ଖୋଜିବାକୁ ଗଲା। ଛେଳିଟି ମନ ଦୁଃଖରେ ଜଙ୍ଗଲକୁ ପଳେଇଗଲା।